Hello friends, this is Chabila here. Welcome to my channel Evirat Study Center. ଆଜି ଆମେ ରାଜା ରାମମୋହନ ରାୟଙ୍କ ବିଷୟରେ ସଠିକ୍ ଭାବରେ ଡିସ୍କସନ୍ କରିବା। ସଠିକ୍ ମାନେ ପୁରା ଇମ୍ପୋର୍ଟାଣ୍ଟ ଭିଡ଼ିଓ ଯେଉଁଟାକି ପଏଣ୍ଟ ଇମ୍ପୋର୍ଟାଣ୍ଟ ରହିବ। ଏକ୍ଜାମ୍ ପର୍ସପେକ୍ଟିଭ୍ରେ ଆପଣମାନଙ୍କର ଇମ୍ପୋର୍ଟାଣ୍ଟ ରହିବ। ଯେତିକି ଆସିବ ଏକ୍ଜାମ୍ରେ ଠିକ୍ ସେତିକି ହିଁ ଆମେ ଡିସ୍କସନ୍ କରିବା, ଆଉ ଅନ୍ୟ କିଛି ଡିସ୍କସନ୍ କରିବା ନାହିଁ। ଓକେ, ସୋ ରାଜା ରାମମୋହନ ରାୟକୁ ଆମେ ସମସ୍ତେ ଜାଣିଛେ, ସେ ହେଉଛନ୍ତି ବ୍ରହ୍ମ ସମାଜର ପ୍ରତିଷ୍ଠାତା, ଫାଉଣ୍ଡର ଅଫ୍ ବ୍ରହ୍ମ ସମାଜ। ଆଉ ତା ସହିତ ସେ ପ୍ରଥମ ଭାରତୀୟ ଯିଏକି ସୋସିଓ ରିଲିଜିୟସ୍ ମୁଭମେଣ୍ଟରେ ରିଫର୍ମ ମୁଭମେଣ୍ଟସରେ ପାର୍ଟିସିପେଟ୍ କରିଥିଲେ କିମ୍ବା ସେ ପ୍ରଥମେ ସେଇଟା କରିଥିଲେ ପ୍ରଥମେ। ଓକେ, ଯାହାକୁ ସେଇଥିପାଇଁ ଆମେ କହୁଛେ ଫାଦର ଅଫ୍ ମଡ଼ର୍ଣ୍ଣ ଇଣ୍ଡିଆ। ତା ସହିତ ଗୋପାଳ କୃଷ୍ଣ ଗୋଖଲେ କହୁଥିଲେ କି ଫାଦର ଅଫ୍ ବେଙ୍ଗଲ ରିନାସା। କେତୋଟି ଜିନିଷ ଏଇଟା କି କ୍ୱେଶ୍ଚନରେ ଆସିଅଛି, ସେଥିପାଇଁ ଆପଣମାନଙ୍କୁ ଏସବୁ ଜିନିଷ ମନେ ରଖିବାକୁ ପଡ଼ିବ। ନେକ୍ସଟ ଆମର କ'ଣ, ନେକ୍ସଟ ଅଛି ରବୀନ୍ଦ୍ରନାଥ ଟେଗୋର କ'ଣ କହିଥିଲେ, ସେଇଟା ବି ଗୋଟେ ଆପଣଙ୍କୁ ରିଫର୍ କରିବାକୁ ପଡ଼ିବ, ମାନେ ମନେ ପକାଇବାକୁ ପଡ଼ିବ। ଲୁମିନିୟସ୍ ଷ୍ଟାର ଅଫ୍ ଇଣ୍ଡିଆନ୍ ଫିର୍ମାମେଣ୍ଟ ଅଫ୍ ଇଣ୍ଡିଆନ୍ ହିଷ୍ଟ୍ରି, ଏଇଟା କିଏ କହିଥିଲେ? ଟେଗୋର, ରବୀନ୍ଦ୍ରନାଥ ଟେଗୋର। ଓକେ, ନେକ୍ସଟ ଆଉ ଯେତେବେଳେ ସେ ଇଂଲଣ୍ଡକୁ ଭିଜିଟ୍ କରିଥିଲେ, ମୋଗଲ କିଙ୍ଗ ସେତେବେଳେ ଆକବର ଶାହା ସେକେଣ୍ଡ ଥିଲେ, ଯିଏକି ଫାଦର ଅଫ୍ ବାହାଦୁର ଶାହା। ଠିକ୍ ଅଛି, ଆକବର ଶାହା ସେକେଣ୍ଡ କିଏ? ଫାଦର ଅଫ୍ ବାହାଦୁର ଶାହା। ସେଠି ସେ ମୃତ୍ୟୁବରଣ କରିଦେଇଥିଲେ ରାଜା ରାମମୋହନ ରାୟ, କିଛି ତାଙ୍କୁ ରୋଗଗ୍ରସ୍ତ ହୋଇଥିବା ଯୋଗୁଁ। ଓକେ, ଆଉ ଏଠି ଇମ୍ପୋର୍ଟାଣ୍ଟ ଜିନିଷ ଏଇଟା ଆପଣ ମନେ ରଖିବେ, ଆକବର ସେକେଣ୍ଡ ଯିଏକି ତାକୁ ରାଜା ଉପାଧି ଦେଇଥିଲେ, ତାଙ୍କୁ ରାଜାର ଉପାଧି କିଏ ଦେଇଥିଲେ? ତ ଆକବର ସେକେଣ୍ଡ। ତ ମୁଁ କେତୋଟି ଜିନିଷ ଆପଣଙ୍କୁ କହିଲି। ଫାର୍ଷ୍ଟ ଆପଣଙ୍କୁ କହିଲି କ'ଣ, ରାଜା ରାମମୋହନ ରାୟ ଯିଏକି ବ୍ରହ୍ମ ସମାଜର ଫାଉଣ୍ଡର, ତାକୁ ସେ ପ୍ରଥମ ଇଣ୍ଡିଆନ୍ ଯିଏକି ସୋସିଓ ରିଲିଜିୟସ୍ ରିଫର୍ମ ମୁଭମେଣ୍ଟରେ ପାର୍ଟିସିପେଟ୍ କରିଥିଲେ ବା ଆରମ୍ଭ କରିଥିଲେ। ଫାଦର ଅଫ୍ ମଡ଼ର୍ଣ୍ଣ ଇଣ୍ଡିଆ କୁହାଯାଇଥାଏ, ଫାଦର ଅଫ୍ ବେଙ୍ଗଲ ରିନାସା କୁହାଯାଇଥାଏ। ଏବଂ ଟେଗୋର କ'ଣ କହିଥିଲେ? ଲୁମିନିୟସ୍ ଷ୍ଟାର ଇନ୍ ଦ ଫିର୍ମାମେଣ୍ଟ ଇନ୍ ଇଣ୍ଡିଆନ୍ ହିଷ୍ଟ୍ରି। ତା ସହିତ ମୁଗଲର ଏଠି କ'ଣ ଆକବର ସେକେଣ୍ଡ ଯିଏକି ରାଜା ଟାଇଟେଲ୍ ଦେଇଥିଲେ, ଏଇଟା କ୍ୱେଶ୍ଚନରେ ଆସିଛି, ମନେ ରଖିବେ। ସୋ ମାନେ ରାଜା ରାମମୋହନ ରାୟ ଗୋଟେ ନ୍ୟାସନାଲିଜମ୍ ଉପରେ ସେ ବହୁତ ଫୋକସ୍ କରିଥିଲେ, ଅର୍ଥାତ୍ ଇଣ୍ଡିଆନ୍ ନ୍ୟାସନାଲିଜମ୍ ଉପରେ ଫୋକସ୍ କରିଥିଲେ। ଜାତୀୟତା ଭାବ ମାନେ ସମସ୍ତେ ଆମେ କ'ଣ ହେଉଛୁ, ସମସ୍ତେ ଏକାଠି ରହିବା, ସମସ୍ତେ ଏକା ଆମେ ନ୍ୟାସନାଲିଜମ୍କୁ ଫଲୋ କରିବା। ତ ସେଥିପାଇଁ ସେ ତାଙ୍କର ସେହି ଶବ୍ଦ ପାଇଁ ତାଙ୍କୁ ଫାଦର ଅଫ୍ ଇଣ୍ଡିଆନ୍ ନ୍ୟାସନାଲିଜମ୍ ମଧ୍ୟ କୁହାଯାଇଥାଏ। ଠିକ୍ ଅଛି, ଏଇଟା ମନେ ରଖିବେ, ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ। ତା ସହିତ ରାଜା ରାମମୋହନ ରାୟ ଗୋଟିଏ ନ୍ୟୁଜ୍ ପେପର କରିଥିଲେ, ୱିକଲି ନ୍ୟୁଜ୍ ପେପର, ଯାହାର ନାଁ ହେଲା ସମ୍ବାଦ କୌମୁଦି। ତ ଏଠି ଆପଣଙ୍କୁ କେମିତି କ୍ୱେଶ୍ଚନ୍ସ ପଚାରିବ, ରାଜା ରାମମୋହନ ରାୟ ଯେଉଁଟା କ୍ୱେଶ୍ଚନ୍ସ ମାନେ ରାଜା ରାମମୋହନ ରାୟ ଯେଉଁ ନ୍ୟୁଜ୍ ପେପର କରିଥିଲେ ସମ୍ବାଦ କୌମୁଦି, ସେଟା କି ପ୍ରକାର ନ୍ୟୁଜ୍ ପେପର? ସେଟା ହେଉଛି ୱିକଲି ନ୍ୟୁଜ୍ ପେପର। ଏମିତି ବି କ୍ୱେଶ୍ଚନ୍ ପଚାରେ। ସୋ ଏଇ ଲାଇନ୍କୁ ଆପଣମାନେ ପୁରା ରଟ୍ଟା ମାରିଦେବେ, ମେମୋରାଇଜ୍ ଦିସ୍ ଲାଇନ୍। ଓକେ, ସୋ ତା ସହିତ ସେ ଗୋଟେ ବେଦାନ୍ତ କଲେଜ ଖୋଲିଥିଲେ, ଆଉ ସେହି ବେଦାନ୍ତ କଲେଜରେ ଆପଣ ଦେଖିବେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯିଏକି ସେ ଜାଗାର ପ୍ରିନ୍ସିପାଲ ହେଇଥିଲେ। ଓକେ, ଆଉ ଏଠି ଆପଣଙ୍କୁ ଦିଆଯାଇଛି ଚାମ୍ପିଅନ୍ ଅଫ୍ ରାଇଟ୍ସ ଆଣ୍ଡ ଲିବର୍ଟି, ରାଇଟ୍ ଆଣ୍ଡ ଲିବର୍ଟିର ଚାମ୍ପିଅନ୍ ଥିଲେ ସେ। ଏଣ୍ଡ ଏଗେନ୍ଷ୍ଟ ଅଫ୍ ପଲିଗେମି ମାନେ ହେଲା କି ଗୋଟେ ପୁରୁଷ ଅନେକ ଗୁଡ଼ିଏ ସ୍ତ୍ରୀକୁ ମ୍ୟାରେଜ୍ କରିବା, ସେଟାକୁ ଏଗେନ୍ଷ୍ଟ ଥିଲେ। ଓକେ, ଠିକ୍ ଅଛି। ସୋ ଲର୍ଡ଼ ହେଷ୍ଟିଙ୍ଗ ଯେଉଁଟାକି ସେହି ସମୟରେ ରାଜା ରାମମୋହନଙ୍କ ସମୟରେ ସେ ଥିଲେ ଗଭର୍ଣ୍ଣର, ଯିଏକି ଏଠି ସେ ସମୟରେ ରାଜା ରାମମୋହନ ରାୟ ଏଠି ଦେଖନ୍ତୁ, ବ୍ରହ୍ମଣିକଲ ମ୍ୟାଗାଜିନ୍, ବେଙ୍ଗାଲି ୱିକଲି ପେପର ସମ୍ବାଦ କୌମୁଦି, ଆଣ୍ଡ ପର୍ସିଆନ୍ ୱିକଲି ମିରତ ଉଲ୍ ଆକବର,
এই তিনোটি ବି ଇମ୍ପୋର୍ଟାଣ୍ଟ, ଏଇଟା ବି ଆପଣଙ୍କ କ୍ୱେଶ୍ଚନରେ ଆସିଛି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ସ। ସୋ ରାଜା ରାମମୋହନ ରୟ କେଉଁ ନ୍ୟୁଜପେପର ମାନେ ସେ ପ୍ରକାଶ କରିଥିଲେ? ମ୍ୟାଗାଜିନ୍, କେଉଁ ମ୍ୟାଗାଜିନ୍? ବ୍ରାହ୍ମିକା ମ୍ୟାଗାଜିନ୍। ବ୍ରହ୍ମ ସମାଜ ଖୋଲିଛନ୍ତି ତ ବ୍ରାହ୍ମିକା ଲଗା ହେବ। ତାପରେ ବେଙ୍ଗାଲି ୱିକଲି ନ୍ୟୁଜ୍ ପେପର ଯେଉଁଟାକି ସମ୍ବାଦ କୁମୁଦି, ଏଇଟା ଆମେ ସମ୍ବାଦ କୁମୁଦି ଆମେ ପଢ଼ିଛେ। ତ ପର୍ସିଆନ୍ ୱିକଲି କେଉଁଟା ଥିଲା? ମିରାତ ଉଲ୍ ଆକବର। ଏ ଯେଉଁ ମିରାତ ଉଲ୍ ଆକବର ଯେଉଁଟା ଥିଲା, ଏଇଟା ଗୋଟେ ପର୍ସିଆନ୍ ଲାଙ୍ଗୁଏଜରେ ଲେଖା ଯାଇଥିଲା। ଏଇଟା ବି କ୍ୱେଶ୍ଚନରେ ଆସିଛି, ମନେ ରଖିବେ ଟିକେ, ଠିକ୍ ଅଛି। କି କେମିତି କ୍ୱେଶ୍ଚନ୍ ପଚାରିବ? ମିରାତ ଉଲ୍ ଆକବର କେଉଁ ଲାଙ୍ଗୁଏଜରେ ଥିଲା? ତ ପର୍ସିଆନ୍ ଲାଙ୍ଗୁଏଜ ଥିଲା। ତା ସହିତ ଆଉ ଗୋଟେ ଆତ୍ମୀୟ ସଭା ମଧ୍ୟ ସେ ଖୋଲିଥିଲେ। ଓକେ, ଏବଂ ତା ସହିତ କାଲକାତା ୟୁନିଟେରିଆନ୍ ଆସୋସିଏସନ୍ ମଧ୍ୟ କରିଥିଲେ 1821ରେ। ଓକେ, ଏଇ ଇୟର୍ ବି ଟିକେ ଆପଣ ମନେ ରଖିବାକୁ ପଡ଼ିବ। ସେତିକି ତ ଇୟର୍ ଆସେନି, କିନ୍ତୁ ବେଳେ ବେଳେ ଗୋଟେ କ୍ୱେଶ୍ଚନ୍ସ ଆସିଯାଏ ନା, ତ ସେଥିପାଇଁ ଆମେ ସଫର କରିଥାଉ, ତ ଟିକେ ମନେ ରଖିବାକୁ ପଡ଼ିବ। ଏବଂ ବ୍ରହ୍ମ ସଭା ଅର୍ ବ୍ରହ୍ମ ସମାଜ ଏଇଟା ସ୍ପ୍ଲିଟ୍ ହେଇଥିଲା। ଓକେ, ସ୍ପ୍ଲିଟ୍ ମାନେ ଚେଞ୍ଜ ହେଇଥିଲା। ଆଉ ତା ସହିତ ଯେଉଁ ସମ୍ବାଦ କୁମୁଦି ଥିଲା, ଏଇଟା ତ ଆମେ ପଢ଼ି ସାରିଛି କି ବେଙ୍ଗାଲି ନ୍ୟୁଜ୍ ପେପର ଥିଲା। ଆଉ ଏଠି ସେ ଲେଖିଥିଲେ ସତୀ ଆଣ୍ଡ ଏସବୁ ଜିନିଷ ଏଗେନ୍ଷ୍ଟ ଯେଉଁ ଥିଲେ ନା, ସେଥିପାଇଁ ସେ ସେଇଟା ଲେଖିଥିଲେ ସେ ଜାଗାରେ। ଓକେ, ଆଣ୍ଡ ଏଠି କହୁଛି ହି ସପୋର୍ଟ ଡେଭିଡ୍ ହାରିସ୍ ଏଫର୍ଟ ଟୁ ଫାଇଣ୍ଡ ହିନ୍ଦୁ କଲେଜ। ତ ଏଇ ଯେଉଁ ହିନ୍ଦୁ କଲେଜ ଯେତେବେଳେ ଡେଭିଡ୍ ହାରଙ୍କ ଏଫର୍ଟରେ ସେ ଗୋଟେ ହିନ୍ଦୁ କଲେଜ ବନେଇଥିଲେ, ଠିକ୍ ଅଛି। କାହିଁକି? ଦେଖନ୍ତୁ, ସେ କ'ଣ ଚାହୁଁଥିଲେ କି ହିନ୍ଦୁ କଲେଜ ଖୋଲିବାର ଅର୍ଥ ହେଲା କି ସେଠି ଇନକ୍ଲୁଡ଼ିଂ ହିନ୍ଦୁର ଲୋକମାନେ, ହିନ୍ଦୁର ଛୋଟ ହିନ୍ଦୁମାନେ ହିନ୍ଦୁର ଛୁଆମାନେ ସେଠି ପଢ଼ିପାରିବେ। ହିନ୍ଦୁ ଧର୍ମର ବା ହିନ୍ଦୁ ଲୋକମାନେ କେବଳ ସେ ଜାଗାରେ ପଢ଼ିପାରିବେ, ସବୁ ହିନ୍ଦୁର ଧର୍ମର ଲୋକମାନେ ସମସ୍ତେ ସେଠି ପାର୍ଟିସିପେଟ୍ କରିପାରିବେ, ୟା ଏଜୁକେସନ୍ ନେଇପାରିବେ, ଏମିତି କିଛି ନଥିଲା। କିନ୍ତୁ ହିନ୍ଦୁ କଲେଜ ତା'ର ନାଁ ଥିଲା, ଯେଉଁ ଜାଗାରେ ସମସ୍ତ ଲୋକ ଆସିକି ଇଂଲିଶର କ'ଣ ଏଜୁକେସନ୍ ନେଇପାରିବେ। ଓକେ, ସେ ସ୍କୁଲ ଖୋଲିଥିଲେ ସେ। ଆଣ୍ଡ ଭୋଲ୍ଟେୟାର ଫିଲୋସଫିରେ ସେ ମାନେ ତାଙ୍କର ଇନ୍ସପାୟାର ହୋଇଥିଲେ। ଭୋଲ୍ଟେୟାର ବୋଲି ଜଣେ ଫିଲୋସଫର ଥିଲେ, ଯିଏକି ତାଙ୍କର ଫିଲୋସଫିରେ ସେ ଇନ୍ସପାୟାର ହୋଇଥିଲେ। ଏବଂ 1822ରେ ସେ ଗୋଟେ ସ୍କୁଲ ଖୋଲିଥିଲେ, ଯେଉଁଟାକି ଫାଉଣ୍ଡେଡ଼ ସ୍କୁଲ ବେସ୍ଡ ଅନ୍ ଇଂଲିଶ ଏଜୁକେସନ୍। ମାନେ ସେ ଯେଉଁ ସ୍କୁଲଟା ଖୋଲିଥିଲେ ତାକୁ ଇଂଲିଶ ଏଜୁକେସନ୍ ସେଠି ପ୍ରିଫର କରାଯାଉଥିଲା। ଏବଂ 1825ରେ ଗୋଟେ ବେଦାନ୍ତ କଲେଜ ଖୋଲିଲେ। ଏଇଟା ମନେ ରଖିବେ ଯେ ବେଦାନ୍ତ କଲେଜ ଖୋଲିଲେ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ମଧ୍ୟ ଆପଣଙ୍କ କ୍ୱେଶ୍ଚନରେ ଆସେ। ଆଉ ରାଜା ରାମମୋହନ ରୟ ଏଠି ଗୋଟେ ଫାଷ୍ଟ ପବ୍ଲିଶ କରିଥିଲେ କ'ଣ? ତୁଫାତ ଉଲ୍ ମୁହାୱିଦ୍ଦିନ୍, ଯେଉଁଟାକି 1803ରେ ପବ୍ଲିଶ ହେଇଥିଲା। ଏଇଟା ଗୋଟେ ରିଲିଜିୟସ୍ ବିଲିଫ୍, ଏଇଟା ଇରେସନାଲ୍ ରିଲିଜିୟସ୍ ବିଲିଫ୍, ମନେ ରଖିବେ ଏଇଟା ଗୋଟେ। ଏବଂ ହି ଟ୍ରାନ୍ସଲେଟେଡ୍ ବେଦ ଆଣ୍ଡ 5 ଅଫ୍ ଦ ଉପନିଷଦ ଇଣ୍ଟୁ ବେଙ୍ଗାଲି। ମାନେ ସେ ଗୋଟେ ବେଦ ଏବଂ ଉପନିଷଦକୁ ବେଙ୍ଗାଲି ଲାଙ୍ଗୁଏଜରେ କନଭର୍ଟ କରିଥିଲେ। ଇଟ୍ସ ମିନ୍ସ ଟ୍ରାନ୍ସଲେଟେଡ୍ କରିଥିଲେ। ଓକେ କି ନି? ଏବଂ ଯେଉଁ ଦେବେନ୍ଦ୍ରନାଥ ଟେଗୋର, ଯିଏକି ରବୀନ୍ଦ୍ରନାଥ ଟେଗୋରଙ୍କର ବାପା, ଏବଂ କେଶବ ଚନ୍ଦ୍ର ସେନ, ତା ସହିତ ଶିବନାଥ ଶାସ୍ତ୍ରୀ ଆଣ୍ଡ ରବୀନ୍ଦ୍ରନାଥ ଟେଗୋର ଅଲସୋ, ଏମାନେ ସମସ୍ତେ ବ୍ରହ୍ମ ସମାଜକୁ ସେମାନେ ଫଲୋ କରିଥିଲେ। ଏଇଟା ମନେ ରଖିବେ। ଓକେ, ସୋ ନେକ୍ସଟ କ'ଣ? ଲେଟର ଇନ୍ 1866 ବ୍ରହ୍ମ ସମାଜ ୱାଜ୍ ସ୍ପ୍ଲିଟ୍ ଇଣ୍ଟୁ ଟୁ ନେମ୍ଲି, ଯେଉଁଟାକି ଆମେ କହୁଥିଲି ବ୍ରହ୍ମ ସମାଜ ଆଣ୍ଡ ବ୍ରହ୍ମ ସମାଜ। ତ ବ୍ରହ୍ମ ସମାଜକୁ କିଏ ଲିଡ୍ କରିଥିଲେ? କେଶବ ଚନ୍ଦ୍ର ସେନ। ଏବଂ ବ୍ରହ୍ମ ସମାଜକୁ ଦେବେନ୍ଦ୍ରନାଥ ଟେଗୋର ଲିଡ୍ କରିଥିଲେ। ଓକେ, ତ ଆଶା କରୁଛି ଏ ଭିଡ଼ିଓଟା ଯେଉଁଟାକି ଆପଣଙ୍କୁ ବହୁତ ମାନେ ହେଲ୍ପଫୁଲ୍ ହେଇଥିବ। କମ୍ ସମୟରେ ଆପଣଙ୍କୁ ବହୁତ କିଛି ମୁଁ ଆପଣଙ୍କୁ ଜଣେଇଦେଲି। ଏତିକି ଏଇ ଟପିକ୍ରୁ ଏତିକି ହିଁ ଆସିବ ଆପଣମାନଙ୍କର କ୍ୱେଶ୍ଚିନ୍ସ। ଓକେ, ଠିକ୍ ଅଛି, ଧନ୍ୟବାଦ, ଜୟ ଜଗନ୍ନାଥ।